ଲୋକଙ୍କୁ ଆପଣେଇବା ଶିଖ। ମଣିଷ କ'ଣ ଅଟେ? ପରିସ୍ଥିତି ଦ୍ୱାରା ନିର୍ମିତ ହୋଇଥିବା ଏକ କଣ୍ଢେଇ ଅଟେ। ମଣିଷ ଜୀବନରେ ଟିକେ ଖୁସିକୁ ପାଇବା ପାଇଁ ନିଜ ରାସ୍ତା ବଢ଼ାଇଥାଏ ଯେଉଁଠି ତାକୁ ଯିବାର ଥାଏ। ଏହି କଥାଟି ଯିଏ ଜାଣିଗଲା ତାହେଲେ ଖୁସି ତାର ଠିକଣା ପାଇଗଲା। ଜୀବନରେ ଯେତେ ତ୍ୟାଗ କରିବ ସେତେ ଶାନ୍ତିରେ ରହିବ। ଲୋକ କ'ଣ କହିବେ? ପ୍ରଥମ ଦିନ ହସିବେ, ଦ୍ୱିତୀୟ ଦିନ ମଜାକ ଉଡ଼େଇବେ, ଆଉ ତୃତୀୟ ଦିନ ସବୁ କିଛି ଭୁଲିଯିବେ। ସେଥିପାଇଁ ଲୋକଙ୍କ ବିଷୟରେ ଚିନ୍ତା ନ କରି ତାହା କରନ୍ତୁ ଯାହା ଆପଣଙ୍କୁ କରିବା ଉଚିତ, ଯେଉଁଥିରେ ଆପଣ ଖୁସି ଅଛନ୍ତି। ମନେ ରଖିବେ, ଜୀବନ ଆପଣଙ୍କର, ଲୋକଙ୍କର ନୁହେଁ। କେହି ପ୍ରଶଂସା କଲେ ସାଙ୍ଗେ ସାଙ୍ଗେ ଖୁସି ହୋଇଯାଆନ୍ତୁ ନାହିଁ, କାହିଁକି ନା ପ୍ରଶଂସାର ପୋଲ ତଳେ ସ୍ୱାର୍ଥର ନଦୀ ବହିଥାଏ। ବନ୍ଧୁ, ସମସ୍ୟା ଆମ ଜୀବନରେ ବିନା କାରଣରେ ଆସିନଥାଏ। ସମସ୍ୟା ଆସିବା ଏକ ସଂକେତ ଦେଇଥାଏ କି ଆମ ଜୀବନରେ କିଛି ବଦଳାଇବା ଜରୁରୀ ଅଟେ। ଜୀବନରେ ସବୁଠୁ ଭଲ ଆଉ ଖରାପ କଥା ଏହା ଯେ ବୟସ ବିତିବା ସହିତ ଏହା ବୁଝା ପଡ଼ିଯାଏ ଯେ ଦିନ ଖରାପ ହେଉ ଅବା ଭଲ, ସେ ବିତି ଯାଇଥାଏ। ଜୀବନରେ କିଛି ଅଧ୍ୟାୟ ଏମିତି ହୋଇଥାଏ ଯାହା ଆଜି ନୁହେଁ ତ କାଲି ବନ୍ଦ ହିଁ ହୋଇଯାଇଥାଏ। ସେଥିପାଇଁ ଯିଏ ତୁମ ପାଇଁ ନୁହେଁ ତାକୁ ଜବରଦସ୍ତି ଧରି ରଖିଲେ କିଛି ଲାଭ ନାହିଁ। ଜୀବନ ସାରା ପଛେ ଏକୁଟିଆ ରହିଯାଅ, କିନ୍ତୁ ଜବରଦସ୍ତି କାହା ସହିତ ସମ୍ପର୍କ ରଖିବା ପାଇଁ ଜିଦ୍ କରନ୍ତୁ ନାହିଁ। ହିସାବ ରଖୁଥାଅ, କାହିଁକି ନା ଆଜିକାଲି ଲୋକ ଏହା ବି ପଚାରି ନେଉଛନ୍ତି ତୁମେ ମୋ ପାଇଁ କ'ଣ ବା କରିଛ। ତେଣୁ ଜୀବନରେ ବେଳେବେଳେ ଆଗକୁ ବଢ଼ିବା ପାଇଁ ହେଲେ ପଛକୁ ହଟିବା ବି ସେତିକି ଜରୁରୀ ହୋଇଥାଏ। ସମୟ ଆଉ ସମ୍ମାନ, ଏ ଦୁଇଟି ଭାରି ଅଜବ ହୋଇଥାନ୍ତି। ତୁମେ ଯାହାକୁ ସମ୍ମାନ କରିବ ସିଏ କେବେ ବି ତୁମକୁ ସମୟ ଦେବ ନାହିଁ, ଆଉ ତୁମେ ଯାହାକୁ ନିଜର ସମୟ ଦେବ ସେ ମଣିଷ କେବେ ବି ତୁମର ସମ୍ମାନ କରିବ ନାହିଁ। ଭାରି ଅଜବ ଏ ଦୁନିଆ। ଯଦି ସମ୍ଭବ ହେଉଛି ସିଧା ସିଧା ମନା କରିଦିଅ। କାହାକୁ ନିଜ ପାଇଁ କେବେ ବି ଅପେକ୍ଷା କର ନାହିଁ। ଦୁନିଆରେ କିଛି ଲୋକ ଏମିତି ଥାଆନ୍ତି, ତାଙ୍କୁ ତୁମେ ଯେତେ ଭଲ ପାଇବା ଦିଅ, ଯେତେ ବି ସମ୍ମାନ କର ନା କାହିଁକି, ଶେଷରେ ସିଏ ଆପଣଙ୍କୁ ଧୋକା ହିଁ ଦେବ। କାହିଁକି ନା ଆପଣ ଲୋକଙ୍କ ପ୍ରକୃତିକୁ କେବେ ବଦଳାଇ ପାରିବେ ନାହିଁ। ଯଦି କେହି ତୁମ ସାଥିରେ ରହିବାକୁ ଚାହୁଁନାହିଁ, ତେବେ ତାକୁ ଆଜାଦ ହିଁ କରିଦିଅ। କାହିଁକି ନା ଜାବୁଡ଼ି ରଖୁଥିବା ସମ୍ପର୍କରୁ କେବେ ଶାନ୍ତି ମିଳିନଥାଏ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ଭିଡ଼ିଓଟି ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ପୁନର୍ବାର ଦେଖା ହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।